ओम शांति सुप्रभात। सर्वशक्तिवान भगवानंकर सर्वस्नेही भगवानंकर विश्व कल्याणर कार्यरे निजको सामिल करिथिबा समस्त श्रेष्ठ आत्मिक संतान मानंकु हृदयर कृतज्ञता शुभ अभिनंदन सुस्वागतम। अयं निजः परो वेति गणनां लघुचेतसाम् उदारचरितानां हेतु वसुधैव कुटुम्बकम्। ଏହି କଥାଟି ଆମେ ସମସ୍ତେ କହୁଛେ, ଚାହୁଁଛେ ମଧ୍ୟ ବିଶ୍ୱ ଏକ ପରିବାର ହେଉ। ତେବେ ଖାଲି କହିଦେଲେ ବା ଇଚ୍ଛା କଲେ ଯେ ତାହା ସଫଳ ହେଇଯିବ ତାହା ତ ନୁହେଁ। ସେଥିପାଇଁ ପ୍ରୟାସ ଦରକାର। ପ୍ରଥମ ଏବଂ ମୁଖ୍ୟ କଥା ହେଉଛି, ଯେପରି ପରିବାରର ଜଣେ ମୁଖିଆ ଥାନ୍ତି ଯାହାଙ୍କୁ ସମସ୍ତେ ମାନି ଚଳିଥାନ୍ତି। ଏଠାରେ ସାରା ବିଶ୍ୱର ମୁଖିଆ ଜଣକୁ ମାନିଲେ ତ ବିଶ୍ୱ ଏକ ପରିବାର ହେଇପାରିବ। ତେବେ ସର୍ବଶକ୍ତିବାନ ନିରାକାର ଭଗବାନ ଯିଏକି ବିଶ୍ୱ ରଚୟିତା, ସେ ହିଁ ତ ମୁଖ୍ୟ ହେବା ଦରକାର। ପରନ୍ତୁ ଭଗବାନଙ୍କର ପ୍ରକୃତ ପରିଚୟକୁ ଆମେମାନେ ଭୁଲିଯାଇ ଅନେକଙ୍କୁ ଭଗବାନଙ୍କର ରୂପ ବା ଅବତାର କହି ସର୍ବବ୍ୟାପୀ କହିବା ଦ୍ୱାରା କାହାକୁ ମୁଖ୍ୟ ବୋଲି ମାନିବା ଏବଂ ବିଶ୍ୱ ଏକ କୁଟୁମ୍ବ କିପରି ବା ହୋଇପାରିବ? ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ଭଗବାନ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରୁଛନ୍ତି, ଅର୍ଥାତ୍ ପ୍ରଜାମାନଙ୍କୁ ସୃଷ୍ଟି କରୁଛନ୍ତି ପ୍ରଜାପିତା ବ୍ରହ୍ମା। ତେବେ ବ୍ରହ୍ମାଙ୍କର ସନ୍ତାନ ହିସାବରେ ଆମେ ସମସ୍ତେ ଗୋଟିଏ ପରିବାରର ହୋଇଗଲେ। ଭଗବାନ କହୁଛନ୍ତି, ଯଦି ମାତା ପିତାଙ୍କର କୁଟୁମ୍ବରେ ଆସିବାକୁ ଚାହୁଁଛ, ତେବେ ତାଙ୍କୁ ପୁରା ଅନୁକରଣ କରିବା ଦରକାର। ତାଙ୍କ ଭଳି ପ୍ରତ୍ୟେକ କାର୍ଯ୍ୟ ମୋ ଶ୍ରୀମତ ଆଧାରରେ କରିଚାଲ। ମଧୁର ସ୍ୱଭାବଯୁକ୍ତ ହୋଇ ଭଲ ଭାବରେ ଏହି ଈଶ୍ୱରୀୟ ପାଠପଢ଼ା ବା ଆତ୍ମିକ ପାଠପଢ଼ା ପଢ଼ିବା ଦରକାର। ସୂକ୍ଷ୍ମ ବୁଦ୍ଧି ସମ୍ପନ୍ନ ହୋଇ ସୃଷ୍ଟିର ଗୁହ୍ୟରୁ ଗୁହ୍ୟ ରହସ୍ୟଯୁକ୍ତ କଥାକୁ ବୁଝିବା ଦରକାର। ଯେପରିକି ଶାସ୍ତ୍ରରେ କୁହାଯାଇଛି, ବ୍ରହ୍ମା, ସରସ୍ୱତୀ ଆଦି ପିତା ଏବଂ ଆଦି ମାତା। କିନ୍ତୁ ବାସ୍ତବରେ ସରସ୍ୱତୀ ତ ବ୍ରହ୍ମାଙ୍କର କନ୍ୟା, ସେ ମଧ୍ୟ ବ୍ରହ୍ମା କୁମାରୀ ଅଟନ୍ତି। ପ୍ରକୃତରେ ବ୍ରହ୍ମା ହିଁ ମନୁଷ୍ୟ ଆତ୍ମାମାନଙ୍କର ବଡ଼ ମା ଅଟନ୍ତି। ଯେହେତୁ ନିରାକାର ଭଗବାନ ପ୍ରଜାପିତା ବ୍ରହ୍ମାଙ୍କ ମୁଖ ଦ୍ୱାରା ସଙ୍ଗମ ଯୁଗୀ ବ୍ରାହ୍ମଣମାନଙ୍କୁ ରଚନା କରୁଛନ୍ତି ଭବିଷ୍ୟ ଦୈବୀ ଦୁନିଆ ପାଇଁ। ଯେହେତୁ ବ୍ରହ୍ମା ପୁରୁଷ, ତେଣୁ ଜଗଦମ୍ବା ସରସ୍ୱତୀଙ୍କୁ ମାର ଆସନ ଦିଆଯାଇଛି। ଏହା ଅତି ଗହନ ଆଉ ରହସ୍ୟଯୁକ୍ତ ବିଷୟବସ୍ତୁ, ଯାହାକୁ ବୁଝିବା ପାଇଁ ବହୁତ ସୂକ୍ଷ୍ମ ବୁଦ୍ଧି ଦରକାର। ମୋଟା ବୁଦ୍ଧି ସମ୍ପନ୍ନ ସନ୍ତାନ ଏହି ରହସ୍ୟକୁ ବୁଝିପାରିବେ ହିଁ ନାହିଁ। ପୁନଶ୍ଚ ଶାସ୍ତ୍ରରେ ଦେଖେଇ ଦିଆଯାଇଛି ଯେ ବ୍ରହ୍ମା ସୂକ୍ଷ୍ମବତନବାସୀ ଅଟନ୍ତି। ପରନ୍ତୁ ପ୍ରଜାପିତା ବ୍ରହ୍ମା ତ ଏଇ ଦୁନିଆର ଅଟନ୍ତି, ନଚେତ୍
ତାଙ୍କ ମୁଖ ନିଃସୃତ ଜ୍ଞାନ ଦ୍ୱାରା ବ୍ରାହ୍ମଣ ସୃଷ୍ଟି କିପରି ହୋଇପାରିବେ? ଯେତେବେଳେ ପ୍ରଜାପିତା ବ୍ରହ୍ମା ସମ୍ପୂର୍ଣ୍ଣ ପବିତ୍ର ହୋଇ ସତୋପ୍ରଧାନ ହୋଇଯାଉଛନ୍ତି, ସେତେବେଳେ ଏହି ସ୍ଥୂଳ ଶରୀରକୁ ଛାଡ଼ି ଅବ୍ୟକ୍ତ ଅର୍ଥାତ୍ ଫରିସ୍ତା ସୂକ୍ଷ୍ମ ଛାୟା ରୂପରେ ଦେଖାଯାଉଥାନ୍ତି। ସେତେବେଳେ ସୂକ୍ଷ୍ମବତନରେ ସମ୍ପୂର୍ଣ୍ଣ ବ୍ରହ୍ମା ରହିଥାନ୍ତି, ସୂକ୍ଷ୍ମରେ ନିଜର ସନ୍ତାନମାନଙ୍କୁ ଅର୍ଥାତ୍ ନିଜର ରଚିତ ବ୍ରାହ୍ମଣମାନଙ୍କୁ ପାଳନା ଦେବାର କାର୍ଯ୍ୟ କରିବା ପାଇଁ। ସେଠାରେ କୌଣସି କଥାବାର୍ତ୍ତା ବା କାର୍ଯ୍ୟ ନଥାଏ, କେବଳ ଇସାରାରେ ସବୁକିଛି ଚାଲିଥାଏ। ଏହା ମଧ୍ୟ ଅତ୍ୟନ୍ତ ଗୁହ୍ୟ ଏବଂ ରହସ୍ୟଯୁକ୍ତ କଥା, ଯାହା ବୁଝିବା ଭଳି କଥା ଅଟେ। ପୁନଶ୍ଚ ମୁନି ଋଷିମାନେ ନାରୀଙ୍କୁ ନୀଚ ଦେଖାଇଥିବା ସ୍ଥଳେ ଭଗବାନ ଆସି ନାରୀମାନଙ୍କୁ ସର୍ବଶ୍ରେଷ୍ଠ ଆସନ ପ୍ରଦାନ କରୁଛନ୍ତି। ଗାୟନ ମଧ୍ୟ ଅଛି ନା, ମାତା ଓ ମାତା ତୁ ହେ ସବକି ଭାଗ୍ୟ ବିଧାତା। ଭଗବାନ କହୁଛନ୍ତି ନାରୀ ହେଉଛନ୍ତି ସ୍ୱର୍ଗର ଦ୍ୱାର, ଅର୍ଥାତ୍ ଏହି ମାତା ଆଉ କନ୍ୟାମାନଙ୍କ ଦ୍ୱାରା ସତ୍ୟଯୁଗୀ ସ୍ୱର୍ଗର ଗେଟ୍ ଖୋଲାଯିବ। ତାଙ୍କ ଦ୍ୱାରା ହିଁ ପରମାତ୍ମା ଏହି କଳିଯୁଗୀ ପତିତ ଦୁନିଆକୁ ସତୋପ୍ରଧାନ ସତ୍ୟଯୁଗୀ ସ୍ୱର୍ଗ ଦୁନିଆରେ ପରିବର୍ତ୍ତନ କରୁଛନ୍ତି। ତେବେ ମୁଖ୍ୟ କଥା ହେଉଛି ଏକ ନିରାକାର ପରମାତ୍ମା ଭଗବାନ ଶିବ ବାବାଙ୍କୁ ମନେ ପକାଇବା। ଶିବ ବାବା କହୁଛନ୍ତି ନିରନ୍ତର ଯୋଗଯୁକ୍ତ ସ୍ଥିତିରେ ରହିବା ପାଇଁ ହୃଦୟର ସ୍ନେହ ବା ଭଲ ପାଇବା ଏକମାତ୍ର ବାବାଙ୍କ ସହିତ ରଖିବା ଦରକାର। ବିକର୍ମାଜିତ ରାଜ୍ୟ ଅର୍ଥାତ୍ ସତ୍ୟ ଯୁଗରେ ଜନ୍ମ ନେବା ପାଇଁ ମୋହଜିତ ହେବାକୁ ପଡ଼ିବ, ସୁକର୍ମ କରିବାକୁ ହେବ। କୌଣସି ପ୍ରକାରର ବିକର୍ମ କରିବା ଅନୁଚିତ, କାରଣ ଜନ୍ମ ଜନ୍ମାନ୍ତରର ବିକର୍ମର ବୋଝ ବା ପାପର ବୋଝ ବର୍ତ୍ତମାନ ଆତ୍ମାରେ ଭର୍ତ୍ତି ହୋଇ ରହିଛି। ନିଜର ସମସ୍ତ ପାପର ବୋଝକୁ ସମାପ୍ତ କରି ବାବାଙ୍କ ସମାନ ଏବଂ ସମ୍ପନ୍ନ ହେବା ପାଇଁ ନିଜର ସୂକ୍ଷ୍ମ ଚେକିଂ କରିବା ଦରକାର। ବ୍ୟର୍ଥ କଥା କହିବା, ବ୍ୟର୍ଥ କଥା ଶୁଣିବା ବା ବ୍ୟର୍ଥ କଥା ଲେଖିବା ଆଦି ଦ୍ୱାରା ବାୟୁମଣ୍ଡଳ ବା ବାତାବରଣ ଖରାପ ହୋଇଥାଏ। ଏହା ମଧ୍ୟ ପାପର ଅଂଶ ଅଟେ। ଏହା ହିଁ ଉଡ଼ିବାର କଳାକୁ ସମାପ୍ତ କରିଦେଇଥାଏ, ଆହୁରି ନିମ୍ନଗାମୀ କରିଦେଇଥାଏ। ତେଣୁ ନିଜର ଚେକିଂ ଦ୍ୱାରା ଏଗୁଡ଼ିକୁ ସମାପ୍ତ କରିବା ନିହାତି ଆବଶ୍ୟକ। ବେହଦ୍ର ବୈରାଗ୍ୟ ବୃତ୍ତିକୁ ଜାଗ୍ରତ କରିବା ପାଇଁ ବାହାନାବାଜିକୁ ସମାପ୍ତ କରିବା ଦରକାର। ବାହାନା କଲେ ଭବିଷ୍ୟ ଦୈବୀ ଦୁନିଆରେ ପୂଜ୍ୟ ଦେବୀ ଦେବତା ହେବା ପରିବର୍ତ୍ତେ ତାଙ୍କର ବାହନ ହେବାକୁ ପଡ଼ିବ। ତେଣୁ ବେଳହୁଁ ସାବଧାନ ହୋଇଯିବା ଦରକାର। କୁହାଯାଏ ନା, ସାଧୁ ସାବଧାନ। ଆଚ୍ଛା, ଆଜି ପାଇଁ ଆମେମାନେ ଏଇଠାରେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେ ସମସ୍ତ ଆତ୍ମାମାନେ ଏକତ୍ରିତ ହେବା ସେହି କଲ୍ୟାଣକାରୀ ପରମ କାରୁଣିକ ପରମାତ୍ମା ନିରାକାର ଶିବ ପିତାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଶୁଣିବା, ଜୀବନରେ ଧାରଣ କରିବା ଏବଂ ସାରା ବିଶ୍ୱ ପରିବର୍ତ୍ତନର କାର୍ଯ୍ୟରେ ନିଜକୁ ସାମିଲ କରିବା। ଭବିଷ୍ୟ
ନୂଆ ଦୁନିଆ ପାଇଁ ନିଜର ଭାଗ୍ୟ ଗଢ଼ି ନେବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।